वासुदेवाय। ओम नमो भगवते पुरुषोत्तमाय। ओम नमो भगवते जगन्नाथाय। हे लोकस्य पिता जगज्जन पिता ब्रह्मांड देव पिता पंच प्राण पिता महीधर पिता हे नाथ भूमि पिता। गंगा नदी सुर प्रवाहक पिता हे सूर्य चंद्र पिता हे विश्व स्वरूप पितामह पिता पाहि मातमेव प्रभु। हे ब्रह्म स्वरूप खंडित रूपं सूक्ष्म स्वरूपं हरि। हे आत्मा स्वरूपं परात पररूपं शक्तिश्चं माया रूपं। हे स्थूल स्वरूपं निरंजन रूपं जीवस्य ज्योति रूपं नीलारूपं प्रकाशादि पुरुषं पाहि मातमेव प्रभु। हे मत्स्य कश्यप स्वरूप धरणी दंताग्रे वराहवे। हे नाथ नरसिंह वामन भृगु हे जमदग्नात्मज। हे नाथ रघुवंश रोहिणी सुत बुधस्य कलके प्रभु। पिता हि देहि दशावतार शतकं त्वमेव प्रभु। जगन्नाथ शरण नारायण शरणं। कार्यक्रम को आपण को स्वागत। आशा करे कि ओडिशावासी समस्ते देखुथिबे। जगन्नाथ शरण नारायण शरण। मरिवा गरु हरि करे गुहारी। मरिवा गरु हरि करे गुहारी। मन भरी देखुथिबी मन भरी देखुथिबी चकाखी तुम्हारी। मरिवा गरु हरि करे गुहारी। मर्त्यपुरे जन्म देई मारुछ कि पाकंदाई। मर्त्यपुरे जन्म देई मारुछ कि पाकंदाई। मागु नाही स्वर्ग सुख मागु नाही स्वर्ग सुख मते कर भिकारी। मरिवा गरु हरि करे गुहारी। मरिवा गरु हरि करे गुहारी। मन भरी देखुथिबी चकाखी तुम्हारी। मरिवा गरु हरि करे गुहारी। मिछ माया संसार रे अभिनय करी मरे। मरीचिका पछे धाई मरीचिका पछे धाई बयस गलाणी सरी। मरिवा गरु हरि करे गुहारी। ए गीतटी ନିଜସ୍ୱ ରଚନାରୁ ଥିଲା। ଆଶା କରେ କି ଆପଣ ମାନଙ୍କୁ ଭଲ ଲାଗିଥିବ। ଜଗନ୍ନାଥ ଶରଣ। ଆଜି ଆପଣ ମାନଙ୍କ ପାଇଁ ଗୋଟିଏ ସୁନ୍ଦର ଗପ ବିଲେଇ ଓ ମୂଷା କାହାଣୀ। ଆପଣମାନେ ତ ସବୁ ବିଲେଇ ମୂଷା କାହାଣୀ ଜାଣିଛନ୍ତି। ଏହି ବିଲେଇ ମୂଷା କାହାଣୀ ମାଧ୍ୟମରେ ଭୀଷ୍ମ ସରଶଯ୍ୟାରେ ଶୋଇ ରାଜା ଯୁଧିଷ୍ଠିରଙ୍କୁ ଉପଦେଶ ଦେଇଛନ୍ତି। ଗୋଟିଏ ଉପଦେଶ ଦେଇକି ବିଲେଇ ଓ ମୂଷା ମାଧ୍ୟମରେ ଆସନ୍ତୁ ଯାଏ। ଗୋଟିଏ ବିଶାଳ ବଟବୃକ୍ଷ ତଳେ ଏକ ଚତୁର ମୂଷା ଗାତ କରି ରହୁଥିଲା। ଏହି ଗଛର ଡାଳରେ ଗୋଟିଏ ଲୋମସ ନାମକ ବିଲେଇ ମଧ୍ୟ ରହୁଥିଲା। ଦୁହେଁ ପରସ୍ପର ଶତ୍ରୁ ଥିଲେ। ସେ ତାକୁ ଦେଖିଲେ ଗୋଡାଏ ତାକୁ ଦେଖିଲେ ଧାଇଁ ଯାଏ ଖାଇଯିବ କାଳେ। ଦିନେ ଜଣେ ଶିକାରୀ
ସେଇ ଗଛ ଚାରିପଟେ ଏକ ଜାଲ ବିଛାଇ ଦେଲା। ଅଜାଣତରେ ବିଲେଇଟି ମଧ୍ୟ ଜାଲରେ ପଡ଼ିଗଲା। ଏହା ଦେଖି ମୂଷା ଖୁସି ହେବାକୁ ଲାଗିଲା। ଯାହା ହଉ, ମୋ ଶତ୍ରୁ ଧାଉଁଥିଲା ମତେ ଖାଇବାକୁ, ସିଏ ପଡ଼ିଗଲା, ମୁଁ ଏବେ ଭାରି ଖୁସି। ଏମିତି ଖୁସି ହଉ ହଉ ମୂଷାଟି ଦେଖିଲା ଯେ ଆଉ ଗୋଟିଏ ଡାଳରେ ଗୋଟିଏ ଛଞ୍ଚାଣ ତାକୁ ଖାଇବାକୁ ପୁଣି ଗୋଡ଼େଇଲା। ଚାକି ବସିଛି, ଆଉ ସେ ଛାଡ଼ିବନି। ଏଣେ ଛଞ୍ଚାଣ ଯେମିତି ଗୋଡ଼େଇଲା କୁ ଟାକି ବସିଛି, ଆଉ ଗୋଟିଏ ଡାଳରେ ସେ ଦେଖିଲା ନେଉଳଟିଏ ମଧ୍ୟ ତାକୁ ତଡ଼ିବାକୁ ଲାଗିଛି। ମାନେ ଆଉ ଦୁଇଟି ଶତ୍ରୁ ସେଠି ଉପସ୍ଥିତ ହୋଇଗଲେ। କଣ କରିବ ବିଚରା? ମୂଷାଟି ସେଠୁ ଉପାୟ ପାଞ୍ଚି, ନାଇଁ ମୋର ସେଇ ପୂର୍ବ ଶତ୍ରୁ ଯେ କି ବିଲେଇ, ତାର ନାଁ ହଉଛି ଲୋମଶ, ମୁଁ ତା ସାଥିରେ ସନ୍ଧି କରିବି, ଆଉ କିଛି ଉପାୟ ନାହିଁ। ଶେଷରେ ସେ ସନ୍ଧି କରି ମୂଷାଟି କହିଲା, ହେ ଲୋମଶ, ମୁଁ ତମର ଜାଲଟିକୁ କାଟିଦେଲେ ଆପଣ ମୁକୁଳି ଯିବେ, ଆଉ କିଛି ଉପାୟ ନାହିଁ। କାରଣ ଏଣେ ବ୍ୟାଧ ପକ୍ଷୀ ବସିଛି, ଆଉ ଏଣେ ମୂଷାକୁ ଯିଏକି ନେଉଳ ମଧ୍ୟ ଜଗିଛି ଖାଇବାକୁ। ମୋର ଆଉ ଉପାୟ ନାହିଁ, ତମେ ମତେ ହିଁ ରକ୍ଷା କର। ବିପଦ କଟିଗଲା। ପରେ ବିଲେଇ ଖୁବ୍ ଶୀଘ୍ର ଜାଲ କାଟିବାକୁ ଲାଗିଲା। ମୂଷା ମଧ୍ୟ ଜାଲ କାଟି ଦେଇ ଦୁହେଁ ନିଜ ନିଜ ଜାଗାକୁ ଚାଲିଗଲେ। ଏଠାରେ ଭୀଷ୍ମଙ୍କର ଉପଦେଶ ଏଇଆ ଯେ ଯୁଧିଷ୍ଠିରଙ୍କୁ କହୁଥିଲେ, କିଛି ସମୟ ପରେ ବିଲେଇଟି ମୂଷାକୁ ଡାକି କହିଲା ବନ୍ଧୁତା କରିବା ପାଇଁ, କିନ୍ତୁ ମୂଷା ବନ୍ଧୁତା କଲା ନାହିଁ। ଏହା କେବଳ ସ୍ୱାର୍ଥ ଓ ସମୟ ଉପରେ ନିର୍ଦ୍ଧାରିତ ହୋଇଥାଏ। ସେତେବେଳେ ମୋର ଜୀବନ ବଞ୍ଚାଇବା ପାଇଁ ବନ୍ଧୁତା ରଖିବା ପାଇଁ ଜରୁରୀ ଥିଲା, କିନ୍ତୁ ମୁଁ ହେଉଛି ତୁମର ଶିକାର ଓ ଆହାର ଅଟେ, ମୁଁ କିପରି ତୁମର ବନ୍ଧୁ ହେବି? ଏକଥା ମୂଷା କହିଲା। ଏଥିରୁ ଏଇଆ ଶିକ୍ଷା ମିଳେ ଯେ ସଙ୍କଟ ସମୟରେ ନିଜ ଶତ୍ରୁ ସହିତ ସନ୍ଧି କରିବାକୁ ପଡ଼େ। ବୁଦ୍ଧିର ପ୍ରୟୋଗ ଶାରୀରିକ ବଳ ଅପେକ୍ଷା ବୁଦ୍ଧିର ବଳ ବଡ଼ ଅଟେ। କାମ ସରିଗଲା ପରେ ମଧ୍ୟ ଅତିରିକ୍ତ ବିଶ୍ୱାସଘାତକ ହୋଇପାରେ, ତେଣୁ ସତର୍କ ରହିବା ଦରକାର। ଯେପରି ସମୁଦ୍ର ମନ୍ଥନ ହେବା ସମୟରେ ଦେବତାମାନେ ଯାଇ ସନ୍ଧି କରିବାକୁ ବାଧ୍ୟ ହେଲେ ଅସୁରଙ୍କ ସାଥିରେ, କାହିଁକିନା ଦେବତା ଆଉ ଅସୁର ନ ମିଶିଲେ, ନ ସନ୍ଧି ନ କଲେ ସେମାନେ ଅମୃତର ସୃଷ୍ଟି ହୋଇପାରିନଥାନ୍ତା। ଜଗନ୍ନାଥ ଶରଣ, ନାରାୟଣ ଶରଣ।